ବର୍ଷାରେ ବିଧବା ମହିଳାଙ୍କ ଘର ଭାଙ୍ଗିଲା। 72 ଘଣ୍ଟାରେ କୌଣସି ସରକାରୀ ସହାୟତା ନାହିଁ। ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ମାଲାନସୁଗା ଗ୍ରାମର ବିଧବା ମହିଳା ଚଞ୍ଚଳା ପ୍ରଧାନ 52। ତାଙ୍କ ଘର ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ି ଭାଙ୍ଗିଗଲା। ଘଟଣା ରବିବାର ରାତି ପ୍ରାୟ 12ଟା ସମୟରେ ଘଟିଥିଲା। ପ୍ରବଳ ବର୍ଷାରେ ମାଟି କାନ୍ଥ ଭାଙ୍ଗି ଘର ଭିତରକୁ ପଡ଼ିଯାଇଥିଲା। ସେତେବେଳେ ମହିଳା ଜଣକ ଅନ୍ୟ କୋଠରୀରେ ଶୋଇଥିବାରୁ ବଡ଼ ଅପମୃତ୍ୟୁରୁ ବର୍ତ୍ତି ଯାଇଥିଲେ। ତଥାପି ଘଟଣାକୁ 72 ଘଣ୍ଟା ବିତି ଯାଇଥିବା ସତ୍ତ୍ୱେ ରାଜସ୍ୱ ବିଭାଗ କିମ୍ବା ପଞ୍ଚାୟତ ପକ୍ଷରୁ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କରିନାହାନ୍ତି। ନାହିଁ କୌଣସି ପ୍ରକାର ସହାୟତା। ଏହାକୁ ନେଇ ସ୍ଥାନୀୟ ବାସୀଙ୍କ ମନରେ ପରିସ୍ଥିତି ସୃଷ୍ଟି ହୋଇଛି। ଚଞ୍ଚଳା ପ୍ରଧାନଙ୍କ ପରିବାରରେ ବର୍ତ୍ତମାନ ସେ ଏକା ମାତ୍ର ରହୁଛନ୍ତି। ପୁଅ ଜଣେ ଦାଦନ ଶ୍ରମିକ ଅନ୍ୟ ଏକ ରାଜ୍ୟରେ କାର୍ଯ୍ୟ କରୁଛନ୍ତି। ଯେତେବେଳେ ଦୁଇଟି କନ୍ୟା ପୂର୍ବରୁ ବିବାହିତ ସ୍ୱାମୀ ଦିବାକର ପ୍ରଧାନ ଯିଏକି 2 ବର୍ଷ ପୂର୍ବରୁ ଦେହାନ୍ତ ହୋଇଥିବାରୁ ସେ ବର୍ତ୍ତମାନ ଏକାକୀ ଏବଂ ଅସହାୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ତେବେ ତାଙ୍କ ଦାବି ଯଦି ସରକାରଙ୍କ ପକ୍ଷରୁ ଅସହାୟ ମହିଳାଙ୍କୁ ଗୋଟିଏ ଆବାସ ଯୋଗାଇ ଦିଆଯାଏ ତେବେ ସେ ବହୁତ ଉପକୃତ ହେବେ ବୋଲି ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକମାନେ ପ୍ରଶାସନର ନଜରକୁ ଆଣି ତୁରନ୍ତ ସହାୟତା ପ୍ରଦାନ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ମୋ ନାଁ ଚଞ୍ଚଳା ପ୍ରଧାନ। ଆଉ ଏଟା ହଉଛି ମାଲାସୁଗାରେ ମୋର ଘର। ମୋର କଳିଙ୍ଗିଆ ପଞ୍ଚାୟତ ତାପରେ ବ୍ଲକ ଉଦୟଗିରି। ରାତି 12ଟାରେ ବର୍ଷାରେ ଘର ଉଦୁରି ଯାଇଛି। ତାପରେ ଭୁଶୁଡ଼ି ଗଲା। ତାପରେ ପଡ଼ିଶା ପିଲାମାନଙ୍କୁ ଡାକିକିରି ରାତି 12ଟାରେ ଏଟା ଟିକେ ଜଗି ଦିଅ, ମତେ ଟିକେ ଜଗି ଦିଅ, ସାହାଯ୍ୟ କରିଛନ୍ତି। ଆଉ ମତେ ଏତିକି ସରକାର କଣ ସାହାଯ୍ୟ କରିବେ, ଘର ଟିକେ ଦେଲେ ଭଲ ହୁଅନ୍ତା। ଉପରଗାରେ ରହିବି, ଟିକେ ଦେଖି ଆସନ୍ତି ମା। ଏ ଘରଟା ଟିକେ ଘର ଗୋଟେ ହଠାତ୍ ଟିକେ ଦେଇତେ ବୋଲେ ଭଲ ହୁଅନ୍ତା ଅନୁରୋଧ କରୁଛି। ସେତିକି ମୋର ପୁଅ ଗୋଟେ ରହୁଛି, ମୁଁ ଜଣେ ରହୁଛି। ଝିଅ ଯାକ ଶାଶୁ ଘରୁ ଯାଇଛନ୍ତି, ପୁଅ ଘରେ ରହୁନି, ମୁଁ ଜଣେ ଏକା ଥିଲି। ଆମର ସ୍ୱାମୀ ମରି ଯାଇଛନ୍ତି 1.5 ବର୍ଷ ହେଲା। କାଠ ନେଇକି ଆଜ୍ଞା ଚଳୁଛି। ବାଜିଛି ଆଜ୍ଞା। ହଁ, ପଡ଼ିଶା ପିଲାକୁ ଡାକିକିରି କହିଲି ଆସ ବେଗି କାନ୍ଥ ଭୁଶୁଡ଼ି ଯାଉଛି ବୋଲିକି ରାତି 12ଟାରେ ଦୌଡ଼ି କରି ଯାଇକରି ଜଣେଇଲି। ସରପଞ୍ଚ ଆସିନାହାନ୍ତି, ୱାର୍ଡ ମେମ୍ବର ଖାଲି ଆସିଛନ୍ତି। କଣ ମୁଁ ଦେଖି ଆସିତେ ବୋଇଲେ କଣ ଘର ହୃଦୟ ଟିକେ ଦେଇତେ ବୋଲେ ଭଲ ହୁଅନ୍ତା ବୋଲते। ମୋ ନାଁ ହଉଛି ଅଜୟ ପ୍ରଧାନ। ଆଉ ମୋ ସାହି ମାଲାନସୁଗା। ଆଉ ମୋ ସାହିରେ ମୋ ମାଙ୍କର ଘର ଗୋଟେ ରାତି 12ଟାରେ ଭୁଶୁଡ଼ି ପଡ଼ିଲା। ଆଉ ସରକାରଙ୍କୁ ମୁଁ ଏତିକି ଅନୁରୋଧ କରୁଛି ଯେ ମୋ ମା ପାଇଁ କିଛି ଘରଟା ଗୋଟେ ଦିଆଯାଉ। ଦିନବନ୍ଧୁ ପ୍ରଧାନ ମାଲାନସୁଗା। ଆମର ହଉଛି ପଞ୍ଚାୟତ ହଉଛି କଳିଙ୍ଗିଆ ଆଉ ବ୍ଲକ ହଉଛି ଉଦୟଗିରି। ଦେଖନ୍ତୁ ସେତିକି ଆଉ ମାଆଙ୍କ ଦେଖନ୍ତୁ ଏଗୁଡ଼ା ମୋ ଭାଉଜ ହବ ସେତିକି। ଆଉ ଭାଉଜ ହେଇକି ଭାଇ ମରିକି 1.5 ବର୍ଷ ହେଲା। ତାପରେ ପୁଅ ଅଛନ୍ତି ବାହାରେ ଏମିତି କେଲ ପକେଇ ଅଛନ୍ତି। ଆଉ ରାତି 12ଟାରେ ଏମିତି କାନ୍ଥଟା ଭୁଶୁଡ଼ି ଗଲା। ଆମକୁ ଆସିକି ଡାକିଲା ବେଳକୁ ଆମେ ପହଞ୍ଚୁ ତାପରେ ପହଞ୍ଚୁ ଗୋଟେ କାନ୍ଥଟା ଭୁଶୁଡ଼ି ଗଲା। ତାପରେ ସକାଳୁ ଆମେ ଆଜ୍ଞା ଏମିତି ବସିକି ଜଗିଲି ସକାଳୁ ପଳେଇବାକୁ ଦେଖୁଛୁ ପୁରା କାନ୍ଥଟା ଭୁଶିଲା। ଆଉ କିଛି ମାଆଙ୍କ ପାଇଁ ବୋଧେ ଆମକୁ ଗୋଟେ ଘର ସାହାଯ୍ୟ ଦିଆଯାଉ, ଗଭର୍ଣ୍ଣମେଣ୍ଟ ଆମେ ଏତିକି ମାଗୁଛୁ। ଦର୍ଶକ ବନ୍ଧୁ, ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।